ଲୋକଙ୍କୁ ଖାଇବାକୁ ଦିଆଯିବ ହାତୀ ମାଂସ। 200 ହାତୀ ମାରିବା ପାଇଁ ମିଳିଲା ଅନୁମତି। ଘଟଣାକୁ ନିନ୍ଦା କଲେ ପଶୁପ୍ରେମୀ ଓ ପରିବେଶବିତ୍। କଥାରେ ଅଛି ହାତୀ ମଲେ ଲକ୍ଷେ ଆଉ ଜିଇଲେ ଲକ୍ଷେ। କଥାର ମର୍ମ ଯାହା ହେଉନା କାହିଁକି, ହାତୀର ଦାନ୍ତ ଓ ଚମଡ଼ା ବହୁ ମୂଲ୍ୟବାନ ଏବଂ ସେ ଜଙ୍ଗଲରେ ଶୋଭା ବଢ଼ାଇଥାଏ। ହାତୀକୁ ଦେଖିଲେ ମଣିଷ ଖୁସି ହୋଇଥାନ୍ତି। ଯଦିଓ କେତେକାଂଶରେ ହାତୀ ମଣିଷ ମଧ୍ୟରେ ସଂଘର୍ଷ ଘଟିଥାଏ, କିନ୍ତୁ ହାତୀକୁ ସବୁବେଳେ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ମାତ୍ର ଏବେ ଘଟିବାକୁ ଯାଉଛି ଏକ ଅଜବ ଘଟଣା। ମଣିଷର କ୍ଷୁଧା ମେଣ୍ଟାଇବା ପାଇଁ ବଳି ପଡ଼ିବେ ପ୍ରାୟ 200 ହାତୀ। ସେହି ହାତୀମାନଙ୍କୁ ହତ୍ୟା କରାଯାଇ ତାହାର ମାଂସ ଲୋକଙ୍କୁ ବାଣ୍ଟି ଦିଆଯିବ। କେବଳ ହାତୀ ନୁହେଁ, ହରିଣ, ଠେକୁଆ, ବାର୍ହା ଆଦି ବହୁ ବନ୍ୟଜନ୍ତୁଙ୍କୁ ମଧ୍ୟ ହତ୍ୟା କରାଯାଇ ଲୋକଙ୍କୁ ଖାଇବାକୁ ଦିଆଯିବ। ଏଭଳି ଏକ ଅଜବ ନିଷ୍ପତ୍ତି ନେଇଛି ଜିମ୍ବାୱେ ସରକାର। ଜିମ୍ବାୱେର ପରିବେଶ ମନ୍ତ୍ରୀ ସିଥେମ୍ବିସୋ ନିଓନି ଭଏସ୍ ଅଫ୍ ଆମେରିକା ଗଣମାଧ୍ୟମ ସଂସ୍ଥାକୁ ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଶନ୍ଧି ମଧ୍ୟରେ ଜିମ୍ବାୱେ ଏବେ ସବୁଠୁ ଭୟଙ୍କର ମରୁଡ଼ିର ମୁକାବିଲା କରୁଛି। ଛୋଟିଆ ଦେଶ ହେଲେ ମଧ୍ୟ ଏବେ ଏଠାରେ ଖାଦ୍ୟ ପାଇଁ ହାହାକାର ପଡ଼ିଛି। ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ ହୋଇଥିବାରୁ ହାତୀ ମାଂସ ଲୋକଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି। ଅନ୍ୟପକ୍ଷରେ ଜିମ୍ବାୱେର ବନ୍ୟପ୍ରାଣୀ ପ୍ରାଧିକରଣ ମୁଖପାତ୍ର ଟିନାସେ ଫାରାଓ ଗଣମାଧ୍ୟମକୁ କହିଛନ୍ତି ଯେ ଜିମ୍ବାୱେରେ ଏବେ ପ୍ରାୟ 84,000ରୁ ଅଧିକ ହାତୀ ଅଛନ୍ତି। ଏହି ହାତୀ ସଂଖ୍ୟା କ୍ଷମତାର ପ୍ରାୟ 2 ଗୁଣ ବୋଲି କୁହାଯାଉଛି। ସେହିପରି ମରୁଡ଼ି ପାଇଁ ଏବେ ଜିମ୍ବାୱେର ଦୁର୍ଗମ ଅଞ୍ଚଳରେ ଖାଦ୍ୟାଭାବ ଲାଗି ରହିଛି ଏବଂ ପଡ଼ୋଶୀ ଦେଶରୁ ଯେଉଁଭଳି ସହାୟତା ମିଳିବା କଥା ମିଳିପାରୁନାହିଁ। ଏସବୁକୁ ଦୃଷ୍ଟିରେ ରଖି 200 ହାତୀ ମାରିବାକୁ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି। SMCT ନ୍ୟୁଜ୍ ବ୍ୟୁରୋ, ଭୁବନେଶ୍ୱର।